ଶାଶୁଘରରୁ 2 ଦିନ ଯାଇ ରହି ଆସିଲା ପରେ କିଛି ବି ଭଲ ଲାଗୁନି। ସେମାନଙ୍କ ମୁହଁ ହିଁ ଖାଲି ଦିଶୁଛି। ନମସ୍କାର, ମୁଁ ମାମା ସ୍ୱାଗତ କରୁଛି ଆମ ଓଡ଼ିଆ ଜୀବନର ଆଉ ଏକ ଛୋଟ ଅଧ୍ୟାୟକୁ। ଆଜି କିଛି ବି କାମ କରିବାକୁ ଇଚ୍ଛା ହେଉନଥିଲା। ଆଉ ଇଏ ଚିଙ୍ଗୁଡ଼ି ଆଣିକି ରଖିଦେଲେ। କ'ଣ ଆପଣମାନଙ୍କ ସହ ବି ଏମିତି ହୁଏ ଯେ ଦିନେ ଦିନେ କିଛି ବି କରିବାକୁ ଇଚ୍ଛା ହେଉନଥିବ, ଆଉ କରିବାକୁ ବି ବାଧ୍ୟ, ନକରି ଗତି କାହିଁ? ଚିଙ୍ଗୁଡ଼ି ଧୋଇକି ସାଇଡ଼ରେ ରଖିଦେଲି, ଦେନ୍ ଭାତ ବସେଇଦେଲି। ଭାତ ହେଇଯିବା ଭିତରେ କଟାବଟା କରିଦେଇଥିଲି। ମୁଁ ଚିଙ୍ଗୁଡ଼ିର ରେସିପି ଭିଡ଼ିଓ ଚ୍ୟାନେଲରେ ପକେଇଛି, ଆପଣ ଚାହିଁଲେ ଦେଖିପାରିବେ। ନନଭେଜରେ ମୋତେ କେବଳ ଚିଙ୍ଗୁଡ଼ି ହିଁ ପସନ୍ଦ। ସେଇଥିପାଇଁ ପ୍ରାୟ ଟାଇମ୍ ଚିଙ୍ଗୁଡ଼ି ହିଁ ନେଇ ଆସନ୍ତି। ସେପଟେ ଚିଙ୍ଗୁଡ଼ି ଭାଜିବାକୁ ବସେଇଦେଲି, ଆଉ ଏପଟେ ବାବୁଙ୍କୁ ଗାଧେଇବାକୁ ରେଡ଼ି କରିଦେଲି। ତାର ଏତେ ନଖର ଆଉ କୁହନ୍ତୁନି। ତେଲ ଲଗେଇଲା ବେଳକୁ ସେ ସବୁବେଳେ ମୋତେ ହଇରାଣ କରେ। ଲଗେଇ ଆସିକି ଦେଖିଲା ବେଳକୁ ଏପଟେ ଭାତ ହେଇଯାଇଥିଲା। ଭାତ ଗାଳିକି ତାକୁ ଗାଧେଇବାକୁ ନେଇଗଲି। ଗାଧେଇଲା ବେଳେ ବି ସେ ବହୁତ ହଇରାଣ କରେ। ଜିନିଷ ପତ୍ର ଏପଟ ସେପଟ କରିକି ପକେଇ ଦିଏ। ମୁଁ ତାକୁ ରଖିକି ହିଁ ତାକୁ ଗାଧେଇବାକୁ ନିଏ। ତାକୁ ଗାଧେଇକି ଟିପଟପ୍ କରିଦେଲି। ସେ ସବୁଦିନ ଗାଧେଇ ସାରି ରେଡ଼ି ହେଲା ପରେ ମୋତେ କହେ, ମାମା ମୁଁ ସୁନ୍ଦର ଦିଶୁଛି? ଆଉ ମୁଁ ଗେଲ କରି ପକାଏ। ସେ କେମିତି ଜାଣିବ? ମୋ ଦୁନିଆର ସବୁଠୁ ସୁନ୍ଦର ମଣିଷ ସେ। ଏପଟେ ତରକାରୀ ରେଡ଼ି ହେଇଯାଇଥିଲା। ତରକାରୀ ବାସ୍ନାରେ ମୋ ଭୋକ ଆହୁରି ବଢ଼ିଗଲାଣି। ଆପଣମାନଙ୍କ ସହିତ ବି କିଛି ଏମିତି ହୁଏ ନା? ନିଜର ମନପସନ୍ଦର କିଛି ଡିଶ୍ ବନିଥିଲେ ଭୋକ ଆହୁରି ବଢ଼ିଯାଏ। ସକାଳେ ୟାଙ୍କର ଡ୍ରେସ୍ ସଫା କରିଥିଲି, ବଟ୍ ଶୁଖେଇବାକୁ ଭୁଲି ଯାଇଥିଲି। ଫଟାଫଟ ସେଗୁଡ଼ାକୁ ଶୁଖେଇକି କିଚେନ୍ କ୍ଲିନ୍ କରିଦେଲି। ରୋଷେଇ ପରେ କିଚେନ୍‌ଟା କ୍ଲିନ୍ ହେଇଗଲେ ଯେତେ ଶାନ୍ତି ଲାଗେ ଆଉ କୁହନ୍ତୁନି। ଯାହା ବି ବାସନ ବାହାରିଥିଲା ତାକୁ ମାଜିଦେଲି। ତାପରେ ବାବୁଙ୍କୁ ଖୁଆଇକି ମୁଁ ବି ଟିକେ ଖାଇ ଦେଇଥିଲି। ଆଉ ତାକୁ ଶୁଆଇଲା ଭିତରେ ମୁଁ କେତେବେଳେ ଶୋଇପଡ଼ିଛି ଜଣା ବି ପଡ଼ିଲାନି। ସନ୍ଧ୍ୟାରେ ଉଠି ଘର ଝାଡ଼ୁ କରି ସନ୍ଧ୍ୟା ଦେଇଦେଲି। ଦିନ ସାରା ବର୍ଷା ନଥିଲା, ହେଲେ ହଠାତ୍ କୁଆଡ଼ୁ କଳାହାଣ୍ଡି ମେଘ ଆସିଲା ଆଉ ବାହାରଟା ଏତେ ସୁନ୍ଦର ଲାଗୁଥିଲା ଆପଣ ଦେଖିପାରିବେ। ପରେ ମା ପୁଅ ବସି ପଡ଼ିଲୁ ପାଠ ପଢ଼ିବାକୁ। ଆଜିର ବ୍ଲଗ୍‌ଟି ଏଇଠି ରଖୁଛି। ଆଶା କରୁଛି ବ୍ଲଗ୍‌ଟି ଆପଣଙ୍କୁ ଭଲ ଲାଗିଥିବ। ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ତେବେ ଯାଏଁ ରହିଲି। ନମସ୍କାର। ଜୟ ଜଗନ୍ନାଥ।